ମଉସା କହୁଛନ୍ତି ବେଦି ଉପରେ କିଏ ଆମେ ଜାଣିପାରିଲୁନୁ, ବର ମୁକୁଟ ନାଇଥିଲା ଆମେ ଚିହ୍ନି ପାରିଲୁନୁ। ଅନ୍ଧାରରେ ବାହାଘର କରୁଥିଲେ ବୋଧେ, ମଉସା ଚଷମା ଲଗେଇ ନଥିଲେ, ଛାଡ଼ି ଯାଇଥିଲେ। ଇଏ ମାନେ ଯେଉଁ 2-3 ଥର ଗଲେ ଦେଖିବା ପାଇଁ ଖାଲି ଖାଇବାକୁ ହିଁ ଯାଇଥିଲେ। ଆଉ ଯେଉଁମାନେ ବି ଯାଇଥିଲେ ସେମାନେ ବି ଜାଣିପାରିଲେନି ଅନ୍ଧାରରେ ବର ଯେତେବେଳେ ଆସିଲା। ଆଉ ବେଲଜ୍ଜିଆ ଗୁଡ଼ା ଗୋଟେ ପୁଅକୁ ବଦନାମୀ କରୁଛ। ଆଉ ଯେଉଁ ଭାଇମାନେ ବାହା ହେଇନାହାନ୍ତି, ବାହା ସାର୍ଟିଫିକେଟ୍ ନିଶ୍ଚିତ ଏବେ କରିକି ରଖନ୍ତୁ। ଯେତେବେଳେ ଝିଅ ଘରବାଲା ଆସିବେ ବାହା ସାର୍ଟିଫିକେଟ୍ ନିଶ୍ଚିତ ଦେଖେଇବେ, ନହେଲେ ଆପଣଙ୍କ ପରିସ୍ଥିତି ବି ଏଇଭଳିଆ ହେବ। ଚାଲନ୍ତୁ ଶୁଣିବା ମଉସା କ'ଣ କହୁଛନ୍ତି। ପୁତୁରାକୁ ଦେଖେଇଲେ ହେଲା, ପୁତୁରାକୁ ଦେଖେଇଲେ, ଦାଦାକୁ ବାହାଘର କଲେ। ସେ ଝିଅ ଏଠି ବି ଜାଣିପାରିଲା ନାହିଁ, ଏଠି ବାହାଘର ହେଇଗଲା। ସେଠି ଗଲା ପରେ ଜାଣିଲା ଯେ 2-3 ଦିନ ତ ଭେଟ। ଅଭିଯୋଗ ଯେ ବୁଢାଟା 42 ବର୍ଷ ହେଲାଣି, ତାକୁ କଳା ଲୋକ ତ ଲୋକ, ବୟସ ଅଧିକା। ଆଉ ଜିନିଷ ସବୁ ଘଟଣା ଘଟିଗଲା। ଝିଅ କହୁଛି ଯେ ମୁଁ ସେ ପୁଅ ସାଙ୍ଗରେ ଯିବି ନାହିଁ। ନା, ବୟସ ଅଧିକା, ଆଉ କିଛି ନାହିଁ। ସେଇଆ କହୁଛନ୍ତି। ଜାଣିପାରିଲେନି, ମକୁଟ ପକଟ ପିନ୍ଧିଥିଲା, ଜାଣିପାରିଲେନି। ଆଚ୍ଛା, ଯେତେବେଳେ ଯୋଉ ଝିଅର ନାଁ 42 ବର୍ଷ ସେ ପୁଅକୁ ଏ ମଉସା କହୁଛନ୍ତି। ଏ ଯେତିକି ବି ଯାଇଥିଲେ କେହି ବି ଜାଣିପାରିଲେନି ଯେ ତାକୁ 42 ବର୍ଷ ବୋଲି, କିନ୍ତୁ ଖାଇବି ଦେଇକି ପଳେଇଲେ। ଏ ମଉସାଙ୍କୁ କ'ଣ କହିଲେ ଆପଣମାନଙ୍କୁ ଭଲ ଲାଗିବ କମେଣ୍ଟରେ କହିବେ।